ମୁଁ ଆଜି ପୋଟଳରେ ଗୋଟେ ନୂଆ ପ୍ରକାର କୁଡ଼ମୁଡ଼ିଆ ଭଜା ବନେଇବି, ଯାହାକୁ ଆପଣ ମାତ୍ର 10ରୁ 15 ମିନିଟ୍ ଭିତରେ ପ୍ରସ୍ତୁତ କରି ପଖାଳ ଭାତ କି ଗରମ ଭାତ ସହିତ ଖାଇପାରିବେ। ପୋଟଳକୁ ଥରେ ଏମିତି ପ୍ରସ୍ତୁତ କରନ୍ତୁ, ଦେଖିବେ ଛୋଟରୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳର ଏହି ରେସିପି ପାଇଁ ମୁଁ ଏଠି ଅଧା କିଲୋ ପାଖାପାଖି ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ପୋଟଳର ଉପର ସ୍କିନ୍କୁ ଲାଇଟଲି ପିଲ୍ କଲା ପରେ ମୁଁ ପୋଟଳର ଉପରପଟ ମୁଣ୍ଡ ଆଉ ତଳପଟ ମୁଣ୍ଡକୁ କାଟିକି ବାହାର କରିଦେଇଛି। ତାପରେ ମୁଁ ପୋଟଳକୁ ଏମିତି ଭାବେ ମଝିରୁ ଦ୍ୱିଖଣ୍ଡ କରି କାଟିକି ଭଲ ଭାବେ ଧୋଇକି ନେଇଯାଇଛି। ଏବେ ଆମେ ପୋଟଳକୁ ମ୍ୟାରିନେଟ୍ କରିବା, ସେଥିପାଇଁ ମୁଁ ପୋଟଳରେ ପ୍ରଥମେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ତାପରେ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଉଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇବେ। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ପକାଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା, ଯେମିତି ମସଲା ପୋଟଳ ଉପରେ ଭଲ ଭାବେ କୋଟ୍ ହେଇଯିବ। ତାପରେ ଆମେ এই ପୋଟଳକୁ 5 ମିନିଟ୍ ପାଇଁ ମ୍ୟାରିନେଟ୍ ହେବାକୁ ଦେବା। ପୋଟଳ ମ୍ୟାରିନେଟ୍ ହେଉଥିବା ଭିତରେ ଚାଲନ୍ତୁ ଏବେ ଆମେ ଗୋଟେ ବ୍ୟାଟର ବନେଇବା। ସେଥିପାଇଁ ମୁଁ ଏଠି ଗୋଟେ ବଡ଼ ବାଉଲରେ ଅଧା କପ୍ ବେସନ ଦେଇଛି। ତାପରେ ମୁଁ ଏଥିରେ 2 ଛୋଟ ଚାମଚ କର୍ଣ୍ଣଫ୍ଲାୱାର ଦେଉଛି। କର୍ଣ୍ଣଫ୍ଲାୱାର ଜାଗାରେ ଆପଣ ଚାଉଳ ଗୁଣ୍ଡ ପକାଇ ପାରିବେ। ଏବେ ଆମେ ଏଥିରେ ଗୋଟେ ଛୋଟ ଚାମଚ ଅଦା ରସୁଣ ବଟା ଦେବା, ସ୍ୱାଦ ଅନୁସାରେ ଲୁଣ ପକାଇବା, ଲଙ୍କା ଗୁଣ୍ଡ ଦେବା, ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ମୁଁ ଏଥିରେ 1/4 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ ଦେଇଛି, ଏଠି ଅପସନାଲ୍ ଅଛି। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଦେଇଛି। ଆ ଜାଗାରେ ଆପଣ କିଛି ବି ସବ୍ଜି ମସଲା ଦେଇପାରିବେ। ଏବେ ଆମେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ସବୁକୁ ଭଲ ଭାବେ ମିକ୍ସ କରି ଗୋଟେ ବ୍ୟାଟର ବନେଇବା, ଯେମିତି ବ୍ୟାଟରରେ କିଛି ବି ଲମ୍ପସ୍ ରହିବନି। ବ୍ୟାଟରର କନସିଷ୍ଟାନ୍ସି ଆପଣ ଏମିତି ରଖିବେ, ବ୍ୟାଟରକୁ ବେଶୀ ପତଳା ବନେଇବେନି। ଏବେ ମୁଁ ଏଥିରେ 2 ଛୋଟ ଚାମଚ ଧଳା ରାଶି ପକାଇଛି, ଏଠି ଅପସନାଲ୍ ଅଛି, ଆପଣ ଚାହିଁଲେ ନ ପକାଇ ପାରନ୍ତି, କିନ୍ତୁ ରାଶି ପକାଇଲେ ପୋଟଳର এই ରେସିପିର ଟେଷ୍ଟ ବହୁତ ଭଲ ଆସିଥାଏ। ବ୍ୟାଟର ଏଠି ରେଡ଼ି ହୋଇଯାଇଛି, ଚାଲନ୍ତୁ ଏବେ ଆମେ ପୋଟଳକୁ ଭାଜିବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ତାକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ କି ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ପୋଟଳକୁ ଭାଜିବା ପାଇଁ ମୁଁ ଏଠି ପ୍ୟାନ୍ରେ ଅଳ୍ପ କିଛି ତେଲ ଦେଇ ଗରମ ହେବାକୁ ରଖିଛି। ଆପଣ ଚାହିଁଲେ ପୋଟଳକୁ ତେଲରେ ଛାଣିପାରିବେ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଆମେ ଯେଉଁ ମ୍ୟାରିନେଟ୍ କରି ପୋଟଳକୁ ରଖିଥିଲେ ସେ ପୋଟଳକୁ ବ୍ୟାଟରରେ ଦେଇଦେବା, ଆଉ ତାକୁ ଭଲ ଭାବେ ବ୍ୟାଟରରେ କୋଟ୍ କରି ଗରମ ତେଲରେ ଦେଇଦେବା। ଏମିତି ଭାବେ ଆମେ ଗୋଟେ ଗୋଟେ ପୋଟଳକୁ ବ୍ୟାଟରରେ ଭଲ ଭାବେ କୋଟ୍ କରି ତେଲରେ ଦେଇଦେବା। ଆପଣଙ୍କ ପ୍ୟାନ୍ରେ ଯେତିକିଟା ପୋଟଳ ଜାଗା ହେବ ସେତିକିଟା ପୋଟଳ ଦେବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ପୋଟଳର ଗୋଟେ ପଟ ସାଇଡ଼୍କୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ଆମେ ପୋଟଳକୁ ଲେଉଟାଇ ଦେବା, ଆଉ ଆରପଟ ସାଇଡ଼୍କୁ ବି ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବା। ଏଠି 1ରୁ 2 ମିନିଟ୍ ହୋଇଗଲାଣି। ଏବେ ଆମେ ପୋଟଳକୁ ଲେଉଟାଇ ଦେବା, ଆଉ ପୋଟଳକୁ କଭର୍ କରି ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ପୋଟଳ 50ରୁ 60% ପର୍ଯ୍ୟନ୍ତ ସିଝିଯିବ। ଏଠି 5ରୁ 6 ମିନିଟ୍ ହୋଇଗଲାଣି। ଏବେ ଆମେ ଘୋଡ଼ଣୀ କାଢ଼ିଦେବା, ପୋଟଳକୁ ଆଉ ଥରେ ଲେଉଟାଇକି କଭର୍ କରି ଲୋ ଫ୍ଲେମ୍ରେ ଆଉ 5ରୁ 6 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ପୋଟଳ ପୁରା ଭଲ ଭାବେ ସିଝିଯିବ। 5ରୁ 6 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି, ପୋଟଳ ଏଠି ଭଲ ଭାବେ ସିଝି ଯାଇଛି। ଏବେ ଆମେ ପୋଟଳକୁ ଆଉ କଭର୍ କରିବାନି, ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ପୋଟଳକୁ ଲେଉଟାଇ ଲେଉଟାଇ ଭାଜିବା, ଯେମିତି ପୋଟଳ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ଦେଖିପାରୁଥିବେ ଏଠି ପୋଟଳ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଯାଇଛି। ଏବେ ଆମେ এই ପୋଟଳକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା, ଆଉ ଏମିତି ଭାବେ ଆମେ ବାକି ସବୁ ପୋଟଳକୁ ବି ଫ୍ରାଏ କରିଦେବା। ଆପଣ ଚାହିଁଲେ ପୋଟଳକୁ ଏମିତି କମ୍ ତେଲରେ ବି ଫ୍ରାଏ କରିପାରିବେ।
जदि आपण को पोटलर यही नुआ प्रकार रेसिपी भल लगी ताला लाइक करेंगे, आपण सांग मान सहित शेयर करेंगे। जदि मो चैनल को एपर्यंत सब्सक्राइब करना ताले सब्सक्राइब करने को जमार भूलें। पाखर बेल आइकन ने ऑल नोटिफिकेशन ने क्लिक करेंगे। यह द्वारा मो जो वीडियो आसो आपण प्रथमे देखिपारे। जदि फेसबुक रे देखुं ताले फॉलो करने को जमार भूलें। थैंक यू फॉर वाचिंग।